ଛତୁ ତ ସମସ୍ତଙ୍କର ଅତି ପ୍ରିୟ। ଛତୁ ବନେଇବାର ଏହି ନୂଆ ଉପାୟ ଦେଖିକି ଆପଣ ଖୁସି ବି ହେବେ ଆଉ ଆଶ୍ଚର୍ଯ୍ୟ ବି ଆପଣମାନେ ନିଶ୍ଚିତ ହେବେ। ଛତୁକୁ ଆମେ ଭାଜିବା ଦରକାର ନାହିଁ। ପ୍ରେସର କୁକରରେ 2 ପ୍ରକାର ଛତୁ ତରକାରୀ, ସେ ପୁଣି 15 ମିନିଟ୍ରେ ଆଜି ଆମେ ବନେଇବା। ସ୍ୱାଦ ପୁରା ଢାବା ଷ୍ଟାଇଲ୍। ନମସ୍କାର, ପ୍ରୀତିଛନ୍ଦା ହୋମ୍ କିଚେନ୍କୁ ଆପଣଙ୍କୁ ସ୍ୱାଗତ। ତେବେ ଚାଲନ୍ତୁ ଷ୍ଟାର୍ଟ କରିବା ଆଜିର ରେସିପି। ଚ୍ୟାନେଲରେ ଯଦି ନୂଆ ଥିବେ ନିହାତି ସବସ୍କ୍ରାଇବ୍ କରିବେ ଏବଂ ଫେସବୁକରେ ଦେଖୁଥିଲେ ଫଲୋ କରିବାକୁ ଅନୁରୋଧ। ଏଇଠି ମୁଁ 1 କେଜି ଭଳିଆ ପାଳ ଛତୁ ନେଇଯାଇଛି। ଏହାକୁ ଭଲ ଭାବରେ ଆମେ ବାଛି ନେବା ଏବଂ ଏହାକୁ ଧୋଇ ନେବା। ଏଥିରେ ଯେହେତୁ କୁଟା ଲାଗିଥାଏ ତ ସର୍ବପ୍ରଥମେ ଆମେ ବାଛି ନେବା। ବହୁତ ଲୋକ ଅଛନ୍ତି ଛତୁର ଏହି ପତଳା ପାର୍ଟଟିକୁ ଖାଇ ନଥାନ୍ତି, ଏହାକୁ ଫୋପାଡ଼ି ଦେଇଥାନ୍ତି। କ'ଣ ପାଇଁ ଫୋପାଡ଼ନ୍ତି ମୁଁ ଜାଣିନି, କିନ୍ତୁ ହୋଟେଲ ହେଉ କିମ୍ବା ରେଷ୍ଟୁରାଣ୍ଟ ହେଉ କିମ୍ବା ମୁଁ ମୋ ଘରେ ବି ହେଉ, ମୁଁ କିନ୍ତୁ ଏହାକୁ ବନେଇଥାଏ ଏବଂ ଖାଇଥାଏ ମଧ୍ୟ। ଆପଣମାନେ ଏହାକୁ ଫୋପାଡ଼ି ଦିଅନ୍ତି ନା ଖାଇଥାନ୍ତି ମୋତେ ନିହାତି କମେଣ୍ଟରେ ଜଣାଇବେ। ଆଉ ଏହାକୁ କ'ଣ ପାଇଁ ଫୋପାଡ଼ନ୍ତି ଯଦି ଆପଣମାନେ ଜାଣିଛନ୍ତି ତେବେ ମୋତେ ନିହାତି କମେଣ୍ଟରେ ଜଣାଇବେ। ସର୍ବପ୍ରଥମେ ମୁଁ ଭଲ ଭାବରେ ଛତୁକୁ ବାଛି ନେଇଥିଲି, କାଟି ମଧ୍ୟ ନେଇଥିଲି ଏବଂ ଭଲରେ ଧୋଇ ସାରିଲା ପରେ ପୁଣି କିଛି ପାଣି ନେଇକି ହଳଦୀ ପକାଇକି ତାକୁ କିଛି ସମୟ ଛାଡ଼ି ନେଇଥିଲି। କିଛି ଆଳୁ ମାନେ 1 ଆଳୁକୁ ମଧ୍ୟ ମୁଁ ଏମିତି ଏଇ ସେପ୍ର ମୁଁ କାଟି ନେଇଥିଲି। ଏବେ ଆମେ ଛତୁ ମସଲା ପ୍ରସ୍ତୁତ କରିବା। 1/2 ଇଞ୍ଚର ଅଦା, ଫାଳେ ଟମାଟୋ, କଞ୍ଚା ଲଙ୍କା ନିହାତି ବାଟିବେ, ଯେଉଁଟାକି ଆମର ସୋରିଷ ମସଲାରେ ନା ବହୁତ ଟେଷ୍ଟ ଆସିଥାଏ। ଏବଂ ମୁଁ 20ଟା ଭଳିଆ ରସୁଣ କୋଲା ଏବଂ 1 ବଡ଼ ଚାମଚ ନେଇଯାଇଥିଲି କଳା ସୋରିଷ, 1/2 ଚାମଚ ନେଇଯାଇଥିଲି ଜିରା ଏବଂ ପୁଣି ମୁଁ 1/2 ଚାମଚ ନେଇଯାଇଥିଲି ହଳଦିଆ ସୋରିଷ। ଯେହେତୁ ମୁଁ କିଲେ ଛତୁ ନେଇଛି ତ ସେଇ ହିସାବରେ ମୁଁ ସବୁ ନେଇଥିଲି ମସଲା। ତାପରେ ମୁଁ କିଛି ଏଥିରେ ଲୁଣ ଦେଇକି ଆଉ କିଛି ପାଣି ଦେଇକି 10 ମିନିଟ୍ ଯାଏ ଏମିତି ଛାଡ଼ି ଦେଇକି ତାକୁ ଭଲ ଭାବରେ ବାଟିଦେବା। 10 ମିନିଟ୍ ଛାଡ଼ିଲା ପରେ କ'ଣ ହୁଏ ନା ଆମର ସୋରିଷ ମସଲାଟା ଭଲରେ ବାଟି ହୁଏ। ଆଉ ଲୁଣ ପକାଇବା ଦ୍ୱାରା ଆମର ସୋରିଷ ମସଲା ବିଲକୁଲ ବି ପିତା ହୁଏନି। 1 କଡ଼େଇରେ 2 ଚାମଚ ମୁଁ ନେଇଯାଇଥିଲି ସୋରିଷ ତେଲ ଏବଂ ଯେଉଁଟା ଆଳୁକୁ ମୁଁ କାଟିକି ରଖିଥିଲି ସେ ଆଳୁକୁ ସାମାନ୍ୟ କିଛି ଭାଜିଦେବା ଯେପର୍ଯ୍ୟନ୍ତ ହାଲକା ବ୍ରାଉନି କଲର୍ ନ ହେଇଯାଇଛି ଆଳୁର। ହାଲକା ବ୍ରାଉନ୍ କଲର୍ ଆସି ସାରିଲା ପରେ ତାପରେ ଯେଉଁ ଆମେ ଛତୁକୁ ନା ଏମିତି ସବୁ ରଖିଥିଲେ ଭଲ ଭାବରେ ପୁରା ବଳ ପ୍ରୟୋଗ କରିକି ଭଲ ଭାବରେ ତାକୁ ଚିପୁଡ଼ିକି ଆମେ ସେଥିରେ ଆଡ଼୍ କରିକି ତାକୁ ଏବେ ଭାଜିବା। କିନ୍ତୁ ବାସ୍ତବରେ ଏହା ସତ ଯେ ଛତୁକୁ ଯେତେ ବି ଆପଣ ପୁରା ଭଲ ଭାବରେ ଚିପୁଡ଼ିକି ଭାଜନ୍ତୁ ସେ ଯାହାହେଲେ ବହୁତ ତାର ପାଣି ଛାଡ଼ିବା କଥା ଛାଡ଼ିଥାଏ। ତେଣୁକରି ସବୁବେଳେ ହାଇ ଫ୍ଲେମ୍ରେ ପୁରା ଭାଜିବା। ତ ଦେଖନ୍ତୁ ମୁଁ ଯେମିତି କହିଥିଲି ଆମେ ଭାଜିବାନି, ତ ସତ କଥା ଆମେ ପୁରା ଭାଜିବାନି, ଜଷ୍ଟ ଏମିତି ଜଷ୍ଟ ଆମେ ଏମିତି ଭାଜି ନେବା। ଯାହାଦ୍ୱାରା କ'ଣ ହେବ ନା ଏଇଥିରୁ ଗୋଟେ ପାଣି ଆମର ବାହାରିବ। ଏ ଯେଉଁଟା ଆପଣମାନେ ଦେଖୁଥିବେ ଟିକେ ମୁଁ ସାମାନ୍ୟ ଲୁଣ ପକାଇଦେଲି। ଲୁଣ ପକାଇବା ଦ୍ୱାରା କ'ଣ ହୁଏ ନା ସଡନ୍ ପାଣି ତାର ସେସବୁ ଛାଡ଼ିବ। ଆଉ ଏଇ ପାଣିଟା ମାନେ ଛତୁ ପାଣିଟା ଯେତେବେଳେ ଆମେ ଆମ ଗ୍ରେଭିରେ ପକାଇବା ଆମ ଛତୁ ତରକାରୀ ବହୁତ ବଢ଼ିଆ ଲାଗିବ। ସାଧାରଣତଃ କ'ଣ ହୁଏ ନା ଏଇ ପାଣି ଆମର ବାହାରିଥାଏ, ତାକୁ ହାଇ ଫ୍ଲେମ୍ରେ ଆମେ ମାନେ ମାରି ଦେଇଥାଉ ଏବଂ ଛତୁ ଭାଜିଥାଉ। ଥରେ ଏଇ ଛତୁ ପାଣି ୟୁଜ୍ କରନ୍ତୁ ତରକାରୀରେ, ଦେଖିବେ ସ୍ୱାଦ କେତେ ଟେଷ୍ଟ ଆସିବ। ଯେମିତିକି ଜଲ୍ଦି ହେବା ପାଇଁ ମୁଁ ପ୍ରେସର କୁକର ନେଇଯାଇଥିଲି, ସେଥିରେ 2 ଚାମଚ ସୋରିଷ ତେଲ ପକାଇ ଦେଇଥିଲି, 5 ଫୁଟଣ ପକାଇଥିଲି ଏବଂ ଭୃଷଙ୍ଗ ପତ୍ର 3-4ଟି ଏମିତି ଛୁଙ୍କ ଦେଇଥିଲି, ଯାହାଦ୍ୱାରା ଆମର ଛତୁ ତରକାରୀ ବହୁତ ବଢ଼ିଆ ବାସ୍ନା ଆସିବ। ମୁଁ 1 ପିଆଜ ମିଡ଼ିୟମ୍ ସାଇଜ୍ର 1 ପିଆଜ ତାକୁ କାଟିକି ଭାଜି ନେଇଥିଲି। ପିଆଜ ହାଲକା ଭାଜି ହେଇସାରିଲା ପରେ ସେଥିରେ ହଳଦୀ ଗୁଣ୍ଡ ଏବଂ କାଶ୍ମୀରୀ ଚିଲି ଆମେ ଆଡ଼୍ କରିବା। ଲଙ୍କାଗୁଣ୍ଡ ବି ଆପଣ ଚାହିଁଲେ ଆଡ଼୍ କରିପାରିବେ, ଯେହେତୁ ମୁଁ କଞ୍ଚା ଲଙ୍କା ବାଟିଥିଲି ବୋଲି ଲଙ୍କାଗୁଣ୍ଡ ପକାଇଲିନି। ତାପରେ ଆମେ ଯେଉଁଟା ସୋରିଷ ବାଟିକି ରଖିଥିଲେ ସେ ସୋରିଷ ବଟାକୁ ଆମେ ଆଡ଼୍ କରିବା। ସୋରିଷକୁ ଆମେ ଭଲ ଭାବରେ କଷିବା, କମ୍ ସେ କମ୍ 10 ମିନିଟ୍ ଯାଏଁ ଆମେ କଷିବା। ବିଲକୁଲ ବି ପିତା ହେବନି, ଆପଣ ନିହାତି ଥରେ ଟ୍ରାଏ କରନ୍ତୁ। ଆପଣ ଯଦି ଚାହିଁବେ ଆମ୍ବୁଲ ଆଡ଼୍ କରିବେ, ଆମ୍ବୁଲ ବଦଳରେ ଆପଣମାନେ ଯଦି ଆମ୍ବୁଲ ସ୍କିପ୍ କରିବାକୁ ଚାହିଁବେ 2ଟି ଟମାଟୋ କାଟିକି ପଛରେ ଆଡ଼୍ କରିବେ, ଏବେ ଆଡ଼୍ କରିବେନି। ତ ମୁଁ ଏଇଠି ଆମ୍ବୁଲ ନେଇଥିଲି, ଆମ୍ବୁଲର ଟେଷ୍ଟ ବି ବହୁତ ବଢ଼ିଆ ଆସେ ଏବଂ ସ୍ୱାଦ ଅନୁସାରେ କିଛି ଲୁଣ ପକାଇଲି। ମନେ ରଖିଥାନ୍ତୁ ଲୁଣ ମୁଁ ଆଗରୁ ବି ପକାଇଥିଲି ଆମର ଯେଉଁ ଛତୁରେ, ତେଣୁକରି ଆମେ ଦେଖିକି ପକାଇବା। ଯେତେବେଳେ ଆମେ ପାଣି କଷିବା ନା ସେତେବେଳେ ଆମେ ଏଇ ଛତୁ ପାଣିକୁ ଦେଇକି ସାମାନ୍ୟ କିଛି ଛତୁ ପାଣିକୁ ଦେଇକି ଏହାକୁ ଆମେ କଷୁଥିବା। କମ୍ ସେ କମ୍ କଷିବାର ଟାଇମିଂଟା ଆମକୁ 10 ମିନିଟ୍ ଭଳିଆ ତ ଲାଗିଯିବ। କିଛି ଜଣ କୁହନ୍ତି ସୋରିଷ ମସଲାକୁ ଆମେ ବେଶୀ କଷିବାନି, ପିତା ହେଇଯିବ। କିନ୍ତୁ ସୋରିଷ ମସଲାରେ ଆମେ ଯଦି ଅଧିକ ପରିମାଣର ରସୁଣ ଦେଇଥିବା ନା ଆଉ ଫାଳେ ଟମାଟୋ ଦେଇଥିବା ତ ତାକୁ କିଛି ସମୟ ତ କଷିବା, କଷିଲେ ବି କିଛି ପିତା ହେବନି। ତ ମୁଁ ଏଇଠି ଫାଳେ ଟମାଟୋ ଆଡ଼୍ କରିଦେଇଥିଲି। ଆପଣମାନେ ଚାହିଁଲେ ଟମାଟୋ ସ୍କିପ୍ କରିବେ, କିନ୍ତୁ ମୁଁ ଯେହେତୁ 1 ଆମ୍ବୁଲ ପକାଇଥିଲି ତେଣୁକରି ଫାଳେ ଟମାଟୋ ମୁଁ ଆଡ଼୍ କଲି କଲର୍ଟା ଭଲ ଆସିବା ପାଇଁ। ଏବଂ ଯେଉଁଟା ଆମେ ଛତୁକୁ ହାଲକା ଭାଜିକି ରଖିଥିଲେ ନା ସେ ଛତୁକୁ ପୁରା ପାଣି ସହିତ, ଛତୁର ପାଣି ସହିତ ସବୁତକ ଛତୁକୁ ଆମେ ଆଡ଼୍ କରିକି ମାତ୍ର 2-3 ମିନିଟ୍ ଏମିତି ଟିକେ ମସଲାରେ ଭଲ ଭାବରେ କଷି ନେବା। ଆହୁରି ଢେର ସାରା ପାଣି ବାହାରିବ, ତେଣୁକରି ଆଉ ପାଣି ବିଲକୁଲ ବି ଦେବାନି। ଏଇଠି ନା ମୁଁ ଛତୁକୁ 2 ଟାଇପ୍ର ବନେଇବି। ଯଦି ଆପଣ ଜୁକଜୁକିଆ କରିବାକୁ ଚାହୁଁଛନ୍ତି ବିଲକୁଲ ବି ପାଣି ଦେବେନି, ସିଟି ମାରିବା ପାଇଁ ଆମର ଲିଡ୍ ଦେଇଦେବା ପ୍ରେସର କୁକର। ଆଉ ଯଦି ଆପଣ ଟିକେ ପତଳା ଗ୍ରେଭି ଚାହୁଁଛନ୍ତି ଏଇ ଷ୍ଟେଜ୍ରେ ଆପଣଙ୍କର ଯେତିକି ଦରକାର ଗ୍ରେଭି ପାଇଁ ପାଣି ଆପଣ ସେତିକି ଦେଇପାରିବେ। ମୁଁ ଏଇଟାକୁ ବହଳିଆ କରିବି, ତେଣୁ କରିକି ମୁଁ ଏହାକୁ ପାଣି ଦେଲିନି, ଯାହା ବାସ୍ ସେତିକିରେ ପାଣି ଥିଲା ସେସବୁକୁ ମୁଁ ଦେଇକି
ମାତ୍ର 2ଟା ସିଟି ଆସିବା ପର୍ଯ୍ୟନ୍ତ ଛାଡ଼ିନେଲି। ତାପରେ କୁକରକୁ ପୁରା ଛାଡ଼ିଦେଲି ସବୁତକ ଗ୍ୟାସ୍ ବାହାରିବା ପାଇଁ। ଏବଂ ତାପରେ ଦେଖନ୍ତୁ ଆମର ପୁରା ଛତୁ ତରକାରୀ ଆମ ପୁରା ରେଡ଼ି ହେଇଯାଇଛି। ପୁରା ବହଳିଆ ରହିଛି। ଭାତ ଡାଲି ଏବଂ ଛତୁ କଷା ଯାହାକୁ କୁହାଯାଏ ସୋରିଷ ମସଲାରେ, ସେଇଟା ଆପଣ ଭାତ ଡାଲି ସାଙ୍ଗରେ ଖାଇପାରିବେ। ବହୁତ ବଢ଼ିଆ ଲାଗେ। ମୁଁ ତ ରୁଟି ପରଟା ସାଙ୍ଗରେ ଖାଏ। ଆପଣମାନେ ଯଦି ସୋରିଷ ମସଲା ସହିତ ରୁଟି ପରଟା କେବେ ଖାଇଛନ୍ତି ନିହାତି କମେଣ୍ଟରେ କହିବେ, ବହୁତ ଟେଷ୍ଟ ଲାଗେ। ଏଇଠି ଆମର ରେଡ଼ି ହେଇଗଲା ଛତୁ ବେସର। ଗରମ ଗରମ ଭାତ ଡାଲି ଆଉ ଛତୁ ବେସରଟେ ହେଇଗଲେ ନା ଖାଇବା ପୁରା ଜମିଗଲା। ଆଉ ସବୁଠୁ ଭଲ କଥା ହେଉଛି ଯେହେତୁ ଆମେ ଏଇଟା ପ୍ରେସର କୁକରରେ ବି କରିଛେ, ବହୁତ ଜଲ୍ଦି ବି ବନିଯାଇଛି। ମୁଁ ତ ଭାବୁଛି ୱାର୍କିଂ ଲେଡି ଆଉ ଷ୍ଟୁଡେଣ୍ଟ ମାନେ ଯେଉଁମାନେ କି ଖାଇବା ତିଆରି କରିକି କଲେଜ କିମ୍ବା ଅଫିସ ଯାଆନ୍ତି ଏବଂ ବ୍ୟାଚଲର ମାନେ ଏହାକୁ ସହଜରେ ବନେଇ ମଧ୍ୟ ପାରିବେ। ସ୍ୱାଦ ତ ସେମିତି ରହିବ ଏବଂ ଇନଷ୍ଟାଣ୍ଟ ଆମର ବନି ମଧ୍ୟ ଯିବ। ଆଉ ଏଇଠି ଦେଖନ୍ତୁ ମୁଁ ପତଳା ଝୋଳ ମଧ୍ୟ କରିଛି। ସେମ୍ ୱେରେ ମୁଁ ପତଳା ଝୋଳ ଆଡ୍ କରିଛି, ପ୍ରେସର କୁକରରେ ହିଁ କରିଛି ଏବଂ ଖାଇବାକୁ ବହୁତ ବଢ଼ିଆ ଲାଗେ। ଢାବା ଷ୍ଟାଇଲର ତ ଟେଷ୍ଟ ପୁରା ପଳେଇ ଆସିବ। ଆଶା କରୁଛି ଆପଣ ନିଶ୍ଚିତ ଏମିତି ବନେଇବେ। ରହିଲି, ନମସ୍କାର।